ଆମେ ଯୋଉ ସାର୍ କହୁଥିଲେ ପ୍ରାଚୀନ ବା ମଧ୍ୟକାଳୀନ ସାହିତ୍ୟ ସମ୍ପର୍କରେ ବା ନୀତି ସାହିତ୍ୟ ସମ୍ପର୍କରେ ଆଲୋଚନା କଲା ବେଳକୁ ବା ଆଲୋଚନା ପଢିବା ପାଇଁ ଆଗ୍ରହ କଲା ବେଳେ ଆମ ପାଖରେ ସେଭଳି କୌଣସି ପର୍ଯ୍ୟାପ୍ତ ପରିମାଣରେ ସେମିତି କୌଣସି ବହି ଉପଲବ୍ଧ ନାହିଁ। ଯେମିତିକି ପ୍ରଫେସର ପ୍ରଧାନ ହୁଅନ୍ତୁ, ସାମନ୍ତ ହୁଅନ୍ତୁ, କାନୁଷର ମିଶ୍ର ହୁଅନ୍ତୁ, ସୁଦର୍ଶନ ଆଚାର୍ଯ୍ୟ ହୁଅନ୍ତୁ, ଆଶୁତୋଷ ପଟ୍ଟନାୟକ ହୁଅନ୍ତୁ ବା ଏମିତି କେତେ ଜଣ ବିଦ୍ୱାନ ବ୍ୟକ୍ତି ମାନେ ଆଲୋଚନା କରୁଛନ୍ତି, ପୁସ୍ତକ ଲେଖିଛନ୍ତି, ଗଙ୍ଗାଧର ବଳ ହୁଅନ୍ତୁ, କିନ୍ତୁ ଆଲୋଚନା ସହିତ କିଛି ପତ୍ର ପତ୍ରିକାରେ ଏବଂ କେତେ ଗୁଡିଏ ପୁସ୍ତକର ପରିଚ୍ଛେଦରେ ମଧ୍ୟ ସେ ସମ୍ପର୍କରେ ଆମେ ଆଲୋଚନା ଦେଖିବାକୁ ପାଇଛୁ। ଏବଂ ଯେତେବେଳେ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ରହୁଛି, ନୀତି ଯୁଗ, ନୀତି ସାହିତ୍ୟ ବା ଭଞ୍ଜଯୁଗ, ଅଳଙ୍କାର ଯୁଗ, ମଧ୍ୟଯୁଗ, ଏମିତି ଅନେକ ନାମରେ ଆମେ ତାଙ୍କୁ ଲେଖିଛେ, ପଢିଛେ। ତେଣୁ এই ସମ୍ପର୍କରେ ଆଲୋଚନା କଲା ବେଳକୁ ଆମେ ଗୋଟେ ସୁବିସ୍ତୃତ ଭାବରେ, ଗୋଟେ ପ୍ରାମାଣିକ ଗ୍ରନ୍ଥ ଭାବରେ ଏବଂ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଛି ନୀତି ସାହିତ୍ୟ, ଓଡ଼ିଆ ସାହିତ୍ୟରେ, ଓଡ଼ିଆ ନୀତି ସାହିତ୍ୟ ପରମ୍ପରା ପୁରୋଦୃଷ୍ଟିକୁ ଆମେ ପାଉ। ବିଶେଷ କରି ଛାତ୍ର ମାନଙ୍କ ପାଇଁ ଆମେ ପୂର୍ବରୁ ମୁଁ ଛାତ୍ର ଥିଲା ବେଳେ ଓଡ଼ିଆ ରୀତି କାବ୍ୟର ଭିତ୍ତି କରିଛି ସୁରେନ୍ଦ୍ର କୁମାର ନାୟକଙ୍କର ଅଳ୍ପ କିଛି ବହି ପଢିବାର ସୁଯୋଗ ପାଇଛି ଯଦିଓ, କିନ୍ତୁ এই ରୀତି ସାହିତ୍ୟ ପରମ୍ପରା ପୁରୋଦୃଷ୍ଟି ମୋ ଭଳି ଏଠି ଉପସ୍ଥିତ ଥିବା ଏବଂ ବହୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଥିବା ଛାତ୍ରଛାତ୍ରୀ ମାନଙ୍କର ଏହା ଗୋଟିଏ ହଉଛି ହ୍ୟାଣ୍ଡବୁକ୍, ଗୋଟେ ଗୁରୁତ୍ୱପୂର୍ଣ୍ଣ ବହି ପିଲାଙ୍କ ପାଇଁ। କାରଣ ଯୋଉ କଥା କଂଗ୍ରେସ କହୁଥିଲେ, ଏହା ଗୋଟେ ମହାସମୁଦ୍ର, ହଉଛି ମଧ୍ୟଯୁଗୀୟ ସାହିତ୍ୟ, ମଧ୍ୟକାଳୀନ ସାହିତ୍ୟ। ଆଜି ଗୋଟେ ନିର୍ଦ୍ଦିଷ୍ଟ ସମୟ ଭିତରେ ଆଲୋଚନା କରିବାର ଶକ୍ତି ସାମର୍ଥ୍ୟ ମୋର ତ ଆଦୌ ନାହିଁ, କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ସମୟ ଭିତରେ ସାର୍ ଯୋଉ ବହିର ଆଲୋଚନା କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ କଥା କୁହାଯାଇ ପାରିବ ନାହିଁ। ତେବେ ଖାଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏ ବହିର ଗୁରୁତ୍ୱ, ଏ ବହିର ଯୋଉ ଗୋଟେ ଆବଶ୍ୟକତା ରହିଛି, ଭବିଷ୍ୟତ ପିଢି ପାଇଁ ମଧ୍ୟ ଏହା ପ୍ରେରଣା ହବ, ଏହା ହଉଛି ଏ ସମ୍ପର୍କରେ ମୁଁ କେବଳ ମୋର ଗୋଟେ ପାଠକୀୟ ଅନୁଭବ ବା ଅନୁଭୂତି ସମ୍ପର୍କ କରିବି। ଅନ୍ୟ ଯୋଉ ବହି ଗୁଡ଼ିକ ଆମେ ପଢୁ, ଆମେ ଗୋଟେ କଥା କହୁଥିଲେ ଯେ ଆମେ ଋଷି ଶବ୍ଦକୁ ନେଇକି ମଧ୍ୟ ଅନେକ କଥା କୁହାଯାଇଛି, ଯୋଉଥିପାଇଁ ସାର୍ ମଧ୍ୟ ବିଶ୍ଳେଷଣ କରିଛନ୍ତି। ଯେମିତିକି ମାର୍ଗ କହୁଛେ, ପଦ୍ଧତି କହୁଛେ, ପ୍ରଣାଳୀ କହୁଛେ ବା କାବ୍ୟ ରଚନାର ବିଶିଷ୍ଟ ଶୈଳୀ, ନିୟମ ବା ଧାରା ଏ ଅର୍ଥରେ ମଧ୍ୟ ହଉଛି ଆମେ ବ୍ୟବହାର କରୁଛେ। ତେଣୁ ସମୟକ୍ରମେ ଅନେକ କଥା ଛାଡି ଦଉଛି, କାହିଁକିନା ବହୁତ ପ୍ରସଙ୍ଗକୁ ସବୁ ସାର୍ ପଢି ସାରିଛନ୍ତି, ଜାଣିବାକୁ ଯାଉନି ଏବଂ ବହି ଆଡକୁ ଆସୁଛୁ। କିନ୍ତୁ ଯେତେବେଳେ ଆମେ ଭାରତୀୟ ସାହିତ୍ୟ କଥା ଦେଖୁଛେ, ଭାରତୀୟ ସାହିତ୍ୟରେ ଆମେ ନୀତି ପରମ୍ପରା କଥା ଦେଖୁଛେ, ସେତେବେଳେ ଆମ ମନରେ ଧାରଣା ଆସୁଛି କଣ ସଂସ୍କୃତ ସାହିତ୍ୟ ଗୋଟେ ପରମ୍ପରା ବା ସଂସ୍କୃତର ନୀତି କାର୍ଯ୍ୟ ଯୋଉ ପରମ୍ପରା ପଛରେ ଗୋଟେ ନୀତି ଶାସ୍ତ୍ର ରହିଛି, ଯୋଉ ଶାସ୍ତ୍ରର ବା ଯୋଉ ନୀତିର ସୂତ୍ର ଗୁଡିକ ଆମେ ନିର୍ମିତ ହେଇଛି ସୂତ୍ର ଗୁଡିକ, ସେଇ ସୂତ୍ର ଗୁଡିକୁ ଧରି ମାନେ କାବ୍ୟ ରଚନା କରୁଛନ୍ତି, ସେଇ ଧାରାଟି ଆସିଛି। ତେଣୁ ନୀତି ଯୁଗ କଥା ଆସିଲା ବେଳକୁ ବା ପର୍ଯ୍ୟଟନ ସାହିତ୍ୟ କଥା ଆସିଲା ବେଳକୁ ଏଇ ବହି ପ୍ରଥମ ଖାଲି ସୂଚନା ଦଉଛି ପିଲାମାନଙ୍କୁ, ଗୋଟେ ଗୁରୁତ୍ୱପୂର୍ଣ୍ଣ ବହି ସାର୍ ଲେଖିଥିଲେ। ଏଇଟା ବିଦ୍ୟାପତି କଟକ ଦ୍ୱାରା ପ୍ରକାଶ ପାଇଥିଲା 1999 ମସିହାରେ ପ୍ରଥମ ସଂସ୍କରଣ। କିନ୍ତୁ ଏବେ ତାର ବହୁ ସଂସ୍କରଣ ହେଇଛି, କାରଣ ମୋ ପାଖରେ ଉପଲବ୍ଧ ଅଛି ତୃତୀୟ ମୁଦ୍ରଣଟି, ଆପରେ ଆଲୋଚନା ହେଇଛି। ଆଉ ବଡ କଥା ହେଉଛି ଅତୀତର ସଂସ୍କରଣ ଏବଂ ନୂତନ ସଂସ୍କରଣ ଭିତରେ ମଧ୍ୟ ବହୁ ପରିବର୍ତ୍ତନ ହେଇଛି। ସାର୍ ମଧ୍ୟ ତାକୁ ତା ଭିତରେ ଅନେକ କିଛି ପରିବର୍ତ୍ତନ କରିଛନ୍ତି ଏବଂ ଗୋଟେ ନୂଆ ପରିଚ୍ଛେଦ ମଧ୍ୟ ତା ସହିତ ଯୋଡା ଯାଇଛି, ଔଚିତ୍ୟବାଦ ଓ ଓଡ଼ିଆ ରୀତି କାବ୍ୟ। ଗୋଟେ ନୂଆ ପରିଚ୍ଛେଦ ମଧ୍ୟ ହଉଛି ନୂଆ ନୂତନ ସଂସ୍କରଣରେ ଯୋଡା ଯାଇଛି, ଯେମିତି କୌଣସି ପିଲା ତାପରେ ପୁରୁଣା ଏଡିସନ ଥିବ, ତେଣୁ ନୂଆ ଏଡିସନ ମଧ୍ୟ ସେ ନେଇପାରିବେ। ତେଣୁ ମୋ କଥା କରୁଛି, ମୁଖବନ୍ଧରେ ସାର୍ଙ୍କର ସବୁ ଆଲୋଚନା ଅତି ସରଳ। ଆମେ ସାର୍ଙ୍କ ବହୁ ବହି, ସମସ୍ତ ପ୍ରକାର ବହି, ସାର୍ ଯୋଉ କଥା କହିବାକୁ ଚାହାନ୍ତି ପ୍ରଶ୍ନ ପ୍ରଧାନ ସବୁବେଳେ ପିଲାମାନଙ୍କ ଉପଯୋଗୀ ଏବଂ ସବୁବେଳେ ଗୋଟେ ପାଠକ ବୋଧ ଭାଷାର ବ୍ୟବହାର କରନ୍ତି। ସେଥିପାଇଁ ସାର୍ଙ୍କର ବହି ତମୁ ସାର୍ କହିଲା ଭଳି ଲାଇବ୍ରେରୀର ପ୍ରତିଟି ଥାକରେ ପ୍ରଫେସର ପ୍ରଧାନଙ୍କ ବହି ଏଇ ଦୃଷ୍ଟିରୁ ସାହିତ୍ୟ ହେଇଥାଏ ଏବଂ ପ୍ରତିଟି ଛାତ୍ରଛାତ୍ରୀଙ୍କର ବୁକ୍ ସେଲ୍ଫରେ ମଧ୍ୟ ପ୍ରଫେସର ପ୍ରଧାନଙ୍କ ବହି ଥାଏ। କିନ୍ତୁ ଅନେକ ବହି ଭିତରେ ସମସ୍ତଙ୍କ ଧାରଣା, ମୋ ଭଳି ଅନେକ ମାନଙ୍କର ଅନେକ ପିଲାମାନଙ୍କ ଧାରଣା ଯେ ସାର୍ଙ୍କ ଏଇ ବହି ହଉଛି ବୋଧେ ସାର୍ଙ୍କ କିନ୍ତୁ ପ୍ରକୃତରେ ଏଇ ବହି ନୁହେଁ, ଆମେ ମଧ୍ୟ ସେ ଧାରଣା ରେଭେନ୍ସା କରୁଛୁ। କିନ୍ତୁ ଏଭଳି ଗୋଟେ ଏଭଳି ପ୍ରାମାଣିକ ଗ୍ରନ୍ଥ
ଏଭଳି ଗୋଟିଏ ତତ୍ତ୍ୱନିଷ୍ଠ ଗ୍ରନ୍ଥ ଏବଂ ଗୋଟେ ଗବେଷଣାମୂଳକ ଗ୍ରନ୍ଥ ଯାହା ଆମର ଧ୍ୟାନ ଧାରଣାକୁ ଆହୁରି ଅଧିକ ବଢେଇଦେବ। ଆମେ ଯେତେବେଳେ ସୁରେନ୍ଦ୍ର ନାୟକଙ୍କୁ ପଢୁଛୁ କିଛି ଚୁମ୍ବ କରି ସେ କିଛି କିଛି ତତ୍ତ୍ୱ କଥା କହୁଛନ୍ତି ଆଉ ଯୋଉ କଥା କହିଲେ ସୁଚେନ ଆସିଙ୍କ କାବ୍ୟ କୌଶଳ ସେ ବହୁତ ନିଶ୍ଚିତ କରିବା କଥା ଏବଂ ଯେତେବେଳେ ଆମର କୁମୁସାଙ୍କର ଲେଖୁଛନ୍ତି ଭଞ୍ଜ ସାହିତ୍ୟର ଭିନ୍ନ ଚର୍ଚ୍ଚା ସାର୍ ଲେଖୁଛନ୍ତି ସେ ଚର୍ଚ୍ଚା କଥା ଭିତରେ ସେ ମଧ୍ୟ ସେଇ ରୀତି ମଧ୍ୟକାଳୀନ ସାହିତ୍ୟ କଥା କହୁଛନ୍ତି ପ୍ରଥମରେ ହିଁ ଏଇ ଯୋଉ ଶୈଳୀ କଥା କହିଲା ଭିତରେ ସେ ପ୍ରଥମରୁ ମୁଖବନ୍ଧରେ ବି ସ୍ପଷ୍ଟ କରିଦେଇଛନ୍ତି ପ୍ରଧାନ ଯେ ହଉଛି ଆକ୍ଷରିକ ଅର୍ଥରେ ହଉଛି ସେ ରୀତି ସାହିତ୍ୟ ଭାବରେ ଗ୍ରହଣ କରୁଛନ୍ତି। ତେଣୁ ବହିର ନାଁ ମଧ୍ୟ ଓଡ଼ିଆ ରୀତି ସାହିତ୍ୟ ପରମ୍ପରା ପରିଦୃଷ୍ଟି। এই ପରମ୍ପରାଟି କଣ ହେଇଛି ଏ ବହିର ସୁଦୀର୍ଘ ବା ସୁବିସ୍ତୃତ ଭାବରେ ପାଠକ ମାନଙ୍କୁ ଏଇ ଯୋଉ ପରମ୍ପରା କେମିତି ତିଆରି କରାଗଲା ବା ଏ ପରମ୍ପରା କେମିତି ଆବୃତ ହେଲା ଏବଂ ଓଡିଶାରେ ତାର ପ୍ରତିଷ୍ଠା ତାର ପ୍ରଭାବ ତାର ବିସ୍ତାର ଏବଂ ଭିନ୍ନ ଭିନ୍ନ ରୂପରେ ତାର ଆତ୍ମପ୍ରକାଶ ଏବଂ ବିଭିନ୍ନ ତଥ୍ୟକୁ ନେଇ ତାର କଳେବର ପରିପୁଷ୍ଟ ହେବା ଏଇଭଳି ଆର ସୁବିସ୍ତୃତ ବର୍ଣ୍ଣନା ଅଛି କାହିଁକିନା ଏଭଳି ଗୋଟେ ଭଲ ବହି ଆଲୋଚନା ବହି ପ୍ରାଚୀନ କାବ୍ୟ ସମ୍ପର୍କରେ ଆଲୋଚନା ବହି 582 ପେଜର ବହି ଏଭଳି ଗୋଟେ ହଉଛି ଆମ ପାଇଁ ନିଶ୍ଚିତ ଭାବରେ ଆମ ପାଇଁ ଗୋଟେ ଆଶୀର୍ବାଦ ଆମ ଛାତ୍ରଛାତ୍ରୀ ପାଇଁ ଆଶୀର୍ବାଦ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଏହା ଗୋଟେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରସଙ୍ଗରେ ସାର୍ ବହୁତ କଥା ଆଲୋଚନା କରିଛନ୍ତି ଯେତେଟା ସାମନ୍ତ ସାର୍ କହିଲେ ସେ ନୂଆ କଥା କଣ କହିଛନ୍ତି ମୁଁ କହିବି ନାହିଁ ଆମେ ପାଠ ପଢିଲେ ହିଁ ପିଲାମାନେ ଜାଣିପାରିବେ କିନ୍ତୁ ସବୁଠୁ ଯୋଉ ଅତି ସାଧାରଣ ଜିନିଷ ଯୋଉ କଥା ଆମେ ସବୁବେଳେ ଭାବୁ ଯୋଉଟା ପ୍ରଥମେ ବସିଲା ବେଳକୁ ପୁସ୍ତକ ଭିତରେ ଆମେ ଯେତେବେଳେ ଅନୁପ୍ରବେଶ କରୁ ବା ଗୋଟେ ଧାରଣା ଆସେ କାହିଁକିନା ସମସ୍ତଙ୍କ ମଧ୍ୟରେ ଗୋଟେ ଆତଙ୍କ ହଉଛି ଏଇ ପ୍ରାଚୀନ କାବ୍ୟ ବା ଏଇ ରୀତି କାବ୍ୟ ବା ରୀତି ସାହିତ୍ୟ ହଉଛି ଆପଣଙ୍କର ଆଳଙ୍କାରିକ କିନ୍ତୁ ଏହାର ଯୋଉ ଦ୍ୱାର ଉନ୍ମୋଚନ କଲା ବେଳେ ପ୍ରଧାନ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟେ ସୁନ୍ଦର ପରିବେଶଟିଏ ତିଆରି କରିବା ଗୋଟେ ଚାଷ ପ୍ରଥମେ ଓଡିଆ ସାହିତ୍ୟରେ ରୀତି ଯୁଗ ଏବଂ ଏଇ ରୀତି ଯୁଗ କଥା କହିଲା ବେଳକୁ ଏ ଯୁଗଟି କେମିତି ଆସିଛି ଏବଂ ଭିନ୍ନ ଭିନ୍ନ ଆଲୋଚକ ମାନଙ୍କ ଦୃଷ୍ଟିରେ ଏ ହଉଛି ରୀତି କେମିତି ନୂଆ କେମିତି ହଉଛି ପ୍ରକାଶ ହେଇଛି ତାର ଶବ୍ଦ କଣ ଆସିଛି ତାର ଧାରଣା କେମିତି ତିଆରି ହେଇଛି ବ୍ୟାଖ୍ୟା କେମିତି ହେଇଛି ଏବଂ ଓଡ଼ିଆ ସାହିତ୍ୟରେ ରୀତି ଯୁଗକୁ ନେଇ ଯୋଉ ଆଲୋଚନା ହେଇଛି ବା ଆଲୋଚକ ମାନେ ଯୋଉ ପ୍ରସଙ୍ଗ କରୁଛନ୍ତି ତାକୁ ସେ ଗୋଟେ ଧାରାବାହିକ ଭାବରେ କ୍ରମାନ୍ୱୟରେ তিনি ବୁଝେଇଛନ୍ତି ପାଠ ପଢିବ ପ୍ରଥମେ ଆଗେ ଧାରଣା କରିବ ଯେ ପ୍ରକୃତିରେ ରୀତି ଯୁଗଟି ବା ଏଇ ସାହିତ୍ୟ ପରମ୍ପରାର ମୂଳ ଆରମ୍ଭ କେମିତି ଆରମ୍ଭ ତେଣୁ ସାର୍ ସ୍ପଷ୍ଟ ଭାବରେ ସନ୍ତୋଷ ସାହିତ୍ୟ ଆରମ୍ଭ କରିଛନ୍ତି ତାପରେ ଜନ୍ ବିଲ୍ସଙ୍କ କଥା କହିଛନ୍ତି ଉପଗୀତିକାରେ କୃଷ୍ଣ ପ୍ରସାଦ ଚୌଧୁରୀ କହୁଛନ୍ତି ମନମୋହନ ଚକ୍ରବର୍ତ୍ତୀଙ୍କ କଥା କହୁଛନ୍ତି ଏବଂ ଯୁବ ବିଭାଗ ଅଛନ୍ତି ତାରିଣୀ ଚରଣ ଦତ୍ତ ହୁଅନ୍ତୁ ବିନାୟକ ମିଶ୍ର ସୂର୍ଯ୍ୟନାରାୟଣ ଦାସ ବୃନ୍ଦାବନ ଆଚାର୍ଯ୍ୟ ପଠାଣି ପଟ୍ଟନାୟକ ସୁରେନ୍ଦ୍ର ମହାନ୍ତି ଏମିତି ମଧ୍ୟ ହଉଛି ସେ ଗୋଟେ ଯୁବ ବିଭାଜନ କରି ଆଣିଛନ୍ତି ଏବଂ ସମସ୍ତଙ୍କର ପ୍ରସଙ୍ଗକୁ ନେଇ ଆଉ ଗୋଟେ ବଡ କଥା ସବୁଠାରୁ ହଉଛି ଯେତେବେଳେ ବ୍ୟାଖ୍ୟା କରାଯାଉଛି ବା ଗୋଟେ ସମୀକ୍ଷା କରାଯାଉଛି ବା ଗବେଷଣାତ୍ମକ ଭାବରେ ଉପସ୍ଥାପନ କରୁଛନ୍ତି ସବୁବେଳେ ପୁନରାବୃତ୍ତି ବହିର ଯୋଉ ନାମ ଦିଆଯାଇଛି ପରମ୍ପରା ଏବଂ ପୁରଦୃଷ୍ଟି ଏ ଦୁଇଟା ଯାକର ସମନ୍ୱୟ ସବୁବେଳେ ଦେଖିବାକୁ ମିଳୁଛି ତେଣୁ ଅତୀତର ବା ଅନ୍ୟର ବକ୍ତବ୍ୟ ସହିତ ଜଣେ ଲେଖକୀୟ ବକ୍ତବ୍ୟ ସବୁବେଳେ ସ୍ପଷ୍ଟ ରହିଛି ଏବଂ ଅନ୍ୟ ମାନଙ୍କର ଯୋଉ ଧାରଣା ଦେଇଛନ୍ତି କୋଉ କୋଉ ସମୟରେ ରୀତି ଯୁଗଟି ହେଉଛି ଏବଂ ଆସୁଛି ତେଣୁ ପ୍ରଥମରେ ପିଲାମାନଙ୍କ ପାଇଁ ତାଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଏବଂ ନିଜ ତାର ସମୟସୀମା ସ୍ଥିର କରି କରିଦେଇଛନ୍ତି ଷୋଡଶ ଶତାବ୍ଦୀର ଆବିର୍ଭାବରୁ ସପ୍ତଦଶ ଶତାବ୍ଦୀର ଆବିର୍ଭାବ ପର୍ଯ୍ୟନ୍ତ ଓଡ଼ିଆ ରୀତି ସାହିତ୍ୟର ଉଷାକାଳ ପୁଣି କହୁଛନ୍ତି ସପ୍ତଦଶ ଶତାବ୍ଦୀର ମଧ୍ୟ ଭାଗରୁ ଅଷ୍ଟଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଏହା ହଉଛି ରୀତି ସାହିତ୍ୟର ମଧ୍ୟମ କାଳ ଏବଂ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରୁ ଊନବିଂଶ ଶତାବ୍ଦୀର ପ୍ରଥମ ଭାଗ ପର୍ଯ୍ୟନ୍ତ ଏହାର ଅଷ୍ଟମିତ ବା ବିଲୟ କାଳ ଭାବରେ ଚିହ୍ନିତ ଅଛି ଯେତେବେଳେ ପାଠ ଟିକେ ପଢୁଛି ବିଭିନ୍ନ କଣ୍ଟେମ୍ପୋରାରୀ ଆରମ୍ଭ କରି ସୁରେନ୍ଦ୍ର ମହାନ୍ତି ପର୍ଯ୍ୟନ୍ତ ମାନସିଂହ ପର୍ଯ୍ୟନ୍ତ ଆମର ବୃନ୍ଦାବନ ଆଚାର୍ଯ୍ୟ ପର୍ଯ୍ୟନ୍ତ କାରଣ କେମିତି ହଉଛି ଆମର ବିଭାଜନ ସେଇ ଭିତରେ ଅତି ସ୍ପଷ୍ଟ ହୋଇଯାଉଛି ଯେ ଏଇ ରୀତି ସାହିତ୍ୟର ପର୍ଯ୍ୟାୟଟି ଆସି ତିନି ପର୍ଯ୍ୟାୟ ଆସି କରିଛନ୍ତି ତା ଆମମାନଙ୍କୁ ସହଜ ଶୁଣାଇବ ତେଣୁ ଆମେ ସମସ୍ତେ ଜାଣିଛୁ
ଯେ ଷୋଳଶ ଶତାବ୍ଦୀର ପ୍ରାରମ୍ଭରେ ଆମେ ଦେଖିଛୁ ବହୁ ପୁରାଣ ହଉ କାବ୍ୟ ନୀତି କାବ୍ୟ ଆଧ୍ୟାତ୍ମିକ ଗ୍ରନ୍ଥ ସବୁ ସୃଷ୍ଟି ହେଇଥିଲା ଏବଂ ବିଶେଷ କରି ଆମର ବଳରାମ ଦାସ ଜଗନ୍ନାଥ ଦାସ ପରଶୁରାନନ୍ଦ ରୁହନ୍ତୁ ଯଶୋବନ୍ତ ରୁହନ୍ତୁ ଏମାନଙ୍କର ଆଧ୍ୟାତ୍ମିକ ତତ୍ତ୍ୱ ସମ୍ବଳିତ ଯୋଉ ଗ୍ରନ୍ଥ ମାନେ ସୃଷ୍ଟି କରିଥିଲେ କିନ୍ତୁ ଆମ ଭିତରେ କଣ ନା ସେ ଯୌବନ ରାମାୟଣ ଭାଗବତ ହରିବଂଶ ଏଗୁଡିକ କିନ୍ତୁ କାବ୍ୟିକ ଆବେଦନ ନେଇ ପ୍ରକାଶ ହେଇଥିଲା ଏଗୁଡ଼ିକ ଆଧ୍ୟାତ୍ମିକ ତତ୍ତ୍ୱରେ ଏତେ ଗର୍ବ ଥିଲା କିନ୍ତୁ ଏଇ ହରିବଂଶ ହଉ ଯୌବନ ରାମାୟଣ ହଉ ଭାଗବତ ହଉ ଆଜି ତ କିନ୍ତୁ କାବ୍ୟିକ ସେଟା ରହିଛି ସେତେବେଳେ ଏଇ ସମୟରେ କଣ ସମାନ୍ତରାଳ ଭାବରେ ମଧ୍ୟ ଲେଖୁଛନ୍ତି କବି ଅର୍ଜୁନ ଦାସ ଲେଖୁଛନ୍ତି ନରସିଂହ ଶରଣ ଲେଖୁଛନ୍ତି ଚାନ୍ଦକବି ଲେଖୁଛନ୍ତି ପ୍ରସାଦ ରାୟ ଲେଖୁଛନ୍ତି ଓଡିଆ କାବ୍ୟ ନୀତି କାବ୍ୟ ସବୁ ଲେଖୁଛନ୍ତି ଏବଂ ଅର୍ଜୁନ ଦାସ ନରସିଂହ ଶରଣ ପ୍ରଥମେ ପୌରାଣିକ ଉପାଖ୍ୟାନ ଓ କାଳ୍ପନିକ କଥାବସ୍ତୁକୁ ନେଇ କାବ୍ୟ ରଚନା କରୁଛନ୍ତି ଆଉ ସବୁଠାରୁ ବଡ କଥା ହେଲା ଏଇ ସମୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସାର୍ କହୁଥିଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସଂସ୍କୃତର ଛଟା ବିଶେଷ ଭାବରେ ପଢି ନଥିଲା କହିଲେ ଯେ ଇତିହାସ କଥା କହିଲେ ମୋଗଲ ମାନଙ୍କୁ ଆସିବା କଥା କହିଲେ ମାନେ ଆମେ ଦରବାର ପର୍ଯ୍ୟନ୍ତ ସେଇ ସମୟରେ ପ୍ରାଥମିକ ପର୍ଯ୍ୟାୟରେ ସଂସ୍କୃତର ବିଶେଷ ଶିକ୍ଷା ନଥିଲା ପରିବାର କାବ୍ୟ ମଧ୍ୟ ସରଳ ଭାବରେ ଲେଖାଯାଉଥିଲା ସେଥିପାଇଁ ମଧ୍ୟ ନରସିଂହ ମଧ୍ୟ ପରିବାର ହିସାବରେ କହୁଥିଲେ ଯାହାକୁ ମୁଁ ଉଦ୍ଧୃତ କରୁଛି